ଆଜି ଶୁଣିବା ଉପନ୍ୟାସ ଶିବ ଭାଇ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 9। ସର୍ବତ୍ର ସବୁ ପୂର୍ଣ୍ଣ, ତାଙ୍କ ଜୀବନ ବି ପୂର୍ଣ୍ଣ। ଘର କେଉଁଠି, ବାପା ମା ଭାଇ ଭଉଣୀ କିଏ କେଉଁଠି, ତା ସହିତ ସମ୍ବନ୍ଧ ନାହିଁ। ବିବାହ ହେଲେ ନାହିଁ, ସେ ଚିନ୍ତା ମନରେ ବି କେବେ ଆସୁନାହିଁ। ସବୁଠି ଘର, ସମସ୍ତେ ବନ୍ଧୁ, ସମସ୍ତଙ୍କୁ ଦେଖିଲେ ଆନନ୍ଦ। କେହି ଅଚିହ୍ନା ନୁହନ୍ତି। ବଂଶଧାରା ଉପତ୍ୟକାର ସରଳାଭାଷୀ ଲୋକ। ମୁଚୁଲିଗୁଡ଼ାରେ କୋଟିଆ କନ୍ଧ, ନିୟମଗିରିରେ ଡଙ୍ଗରିଆ କନ୍ଧ। ସହରର ଓଡ଼ିଆ କି ତେଲଙ୍ଗା, ସମସ୍ତିଙ୍କଠି ସ୍ନେହ, ସମସ୍ତିଙ୍କଠି ସୁଖରେ ସୁଖ, ଦୁଃଖରେ ଦୁଃଖ। ସବୁ କ୍ଷେତ୍ରରେ ସମସ୍ତଙ୍କ ଉପକାର କରିବାର ପ୍ରବୃତ୍ତ। ସେ ଭୋଗୀ ଲୋକର ଭୋକ ସମସ୍ୟା ନିରାକରଣ କରିବା ହେଉ କି କାହା କୁକୁର ଦେହରୁ ଟିଙ୍କ କାଢ଼ି ଫୋପାଡ଼ି ଦେବା ହେଉ, ସାଧନା ପଥରେ ପରି ଆଗେ ଆଗେ କର୍ମୀମାନଙ୍କ ବାପା। ତାଙ୍କରି ଅନୁସରଣରେ ସେହି ପର୍ଯ୍ୟାୟର କର୍ମୀମାନେ। ସେମାନଙ୍କ ପାଇଁ ସବୁଠି ସବୁ ପୂର୍ଣ୍ଣ। ସେମାନଙ୍କ ଅଭିପ୍ରାୟ ଜୀବନକୁ କରିବା ଏକ ପ୍ରାର୍ଥନା ସଙ୍ଗୀତ। ଅତି ଅନ୍ଧାରରୁ ଉଠିବାକୁ ହୁଏ। ଆପଣା କାମ ଛିଣ୍ଡାଇ ପ୍ରାର୍ଥନା ଶୋଷଣ କିଛି ସଦ୍ଗ୍ରନ୍ଥ ଅଧ୍ୟୟନ। ଅନ୍ଧାରୁ ଅନ୍ଧାରୁ ଚୁଲି ଲଗାଇ ଖେଚୁଡ଼ି ରନ୍ଧା ହୁଏ। ଚାଉଳ, ଡାଲି, ପନିପରିବା ସବୁ ଏକାଠି ନହେଲେ ବି ଚିନ୍ତା ନାହିଁ। କେଉଁ ଲୋକ ଦୈନିକ କେତେ କମ୍ ପଇସାରେ ଖାଇ ବଞ୍ଚିପାରେ, ତାର ହିସାବ ରଖେ। ଖେଚୁଡ଼ି ଭାତରେ ଜଣକୁ 3 ପଇସାର ଖାଦ୍ୟ। ଏ ଯୁଗରେ ଯେତେବେଳେ ପଶ୍ଚିମ ଦେଶର ସାହିବୀ ଅର୍ଥଶାସ୍ତ୍ର କହେ, ଆବଶ୍ୟକ ବଢ଼ାଇବାଟା ହିଁ ସଭ୍ୟତାର ମାପକାଠି, ଯେତେବେଳେ କେଉଁ ଦେଶର ଲୋକେ କେତେ ଅଧିକ ଖର୍ଚ୍ଚ କରନ୍ତି, ସେ ହେଲା ତାଙ୍କ ସଭ୍ୟତାର ତଉଲ, ସେତେବେଳେ ଭାରତୀୟ କର୍ମୀ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରେ। କିଏ କେତେ ଅଳ୍ପ ପଇସାରେ ଚଳିପାରୁଛି, କେତେ ସରଳ ନିଡ଼ାମ୍ବର ହୋଇ ଚଳିପାରୁଛି, ସେଇଆ ଘେନି। ଗାଁ ସପକ୍ଷେ ଘାଟି ଲାଗିଲା। ଉତ୍ତର ଦକ୍ଷିଣ ହୋଇ ବୁଢ଼ା ପର୍ବତ ନିଦରେ ଶୋଇ ରହିଛି କୁହୁଡ଼ିର ଧୋବ ଚାଦର ହୋଇ। ଜଗନ୍ନାଥ ଭାଇ ଚାଲିଛନ୍ତି। କିଏ ଆସିଛି? ବୁଢ଼ା ପାହାଡ଼ର ସତେକି ନିଦ ଭାଙ୍ଗି ଯାଉଛି। ସେ ତ କେତେଦିନ ତଳର କଥା। ଆସିଥିଲେ ରାମ ଲକ୍ଷ୍ମଣ ସୀତା। ସେ ଯୁଗ ତ ଯାଇଛି, ତାପରେ କଳି। ପ୍ରକୃତି ସହିତ ସମନ୍ୱୟର ଯୁଗ ଚାଲିଯାଇଛି। ଆସିଛି ପ୍ରକୃତି ସହିତ ଯୁଦ୍ଧର ଯୁଗ। କିଏ ଆସୁଛି ପର୍ବତକୁ ତାଡ଼ି ପଥର ବୋହି ନେବାକୁ, କିଏ ଆସୁଛି ଗୁଳି ଫୁଟାଇ ନିରୀହ ପଶୁପକ୍ଷୀଙ୍କି ହତ୍ୟା କରିବାକୁ। ଘାଟି ଓହ୍ଲେଇ ବଣେ ବଣେ ଦିକୋଶ ବାଟ ଗଲା ପରେ ପାଏ ବାଟ ଓସାର ଖୋଲା ଜାଗା। ସେଠି ବେଲମଗୁଡ଼ା ଗାଁ, ମୋଟେ ଯୋଡ଼ିଏ ଘର। ଜଗନ୍ନାଥ ଭାଇ ଟିକିଏ ଅଟକି ରହିଲେ। ଯୋଡ଼ିଏ ଯୁବତୀ ସ୍ତ୍ରୀଲୋକ ହସି ହସି ସ୍ୱାଗତ ଜଣାଇ ବାହାରି ଆସିଲେ। ଫେର୍ ଆସିଛୁ ତୁ? ଏ ମା, ଏ ବଣୁଆ ବଣୁଆ ହାତୀ ଆସିଛି ଯେ ତତେ ଡର ମାଡ଼ୁନାହିଁ? ଆମ ଜମି ତ ଆମଠୁ ଲେଖେଇ ନେଲୁ। ଗରିବ ଲୋକଙ୍କୁ ବାଣ୍ଟିଦେବୁ କହୁଥିଲୁ, କାହିଁ ଆଉ ଲୋକ ଆଣିଲୁ ନାହିଁ? ବାଣ୍ଟିଦେଲୁ ନାହିଁ ତ? ମୁଚୁଲିଗୁଡ଼ିଆ ସର୍ବସ୍ୱ ଲେଖିଦେଲେ ଶୁଣିଥିଲୁ, ସତ ତ? ବାଘ ହାତୀ ତଡ଼ିବା ପାଇଁ ସରକାର କେବେ ଲୋକ ପଠାଇବ? ରାଜ୍ୟଯାକର ଖବର କ'ଣ? ଗପୁଥିଲା ଯେ, ତା ନାଁ ହେଲା ଟୋଙ୍କୁ ଗାଲୁ। 18 ବର୍ଷର କନ୍ଧ ବୋହୂ। ଏ ଗାଁର ତ୍ରିକାଙ୍ଗା ବୁବୁଡ଼ାର ମାଝିର ସ୍ତ୍ରୀ। ବର୍ଷେ ହେବ ବିଭା ହୋଇ ଆସିଛି। ଲାଗୁଛି ଯେପରିକି ଏଇଠି ତାର ଜନ୍ମ। ବୁବୁଡ଼ା ତାକୁ ହିଁ ଅଣ୍ଡିଙ୍ଗି ଗାଁରୁ ଜୋରେଲାରୁ ବଂଶରୁ କହେ। ଆହା, ବାପା ମା ଛେଉଣ୍ଡ ଝିଅଟି। ମନେ ପଡ଼େ ସେଥର ବିଭାଘର 3 ମାସ ହୋଇଥାଏ। ଏହି ବାଟେ ଏହିପରି ଗଲେ ଜଗନ୍ନାଥ ଭାଇ। ସଙ୍ଗରେ ବୁତୁବିଲିର କନ୍ଧ 5 ଜଣ। ଡେଙ୍ଗୁଗାଲୁକୁ ଭିତରକୁ କବାଟ ବନ୍ଦ କରିଥିଲା। ଡାକି ଡାକି ଶୁଣିଲା ନାହିଁ। କନ୍ଧମାନେ କେତେ ଡାକିବାରେ ସେ ଜବାବ ଦେଲା। କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇ ଅନାଇଲା। ତା ସଙ୍ଗେ ଥିଲା ତାର ଅଭିଆଡ଼ୀ ସାନ ଭଉଣୀ। କହିଲା, ଏ ଭଉଣୀଟି ପାଇଁ କବାଟ ବନ୍ଦ କରିଥିଲି। ବିଭା ହୋଇନାହିଁ। କାଳେ କିଏ ବିଭା ହେବ ବୋଲି ଶୂନ୍ୟେ ଶୂନ୍ୟେ ଟେକି ନେଇ ପଳେଇବ। କନ୍ଧ ଜାତିରେ ଏପରି ତ ହୁଏ। ତେଣୁ କବାଟ ଫିଟାଇଲେ ନାହିଁ, ଡର ମାଡ଼ିଲା। ନଇଲେ ଆଉ ଭୟ କ'ଣ? ଥରେ ବିଭା ହେଲେ ସେ ତାର ମତ ପ୍ରକାଶ କଲାପରି ଆଉ କେହି ତାକୁ ଭୁଲାଇବାକୁ ଆସିପାରିବ ନାହିଁ। କନ୍ଧର ଅଲେଖା ଆଇନରେ ବ୍ୟଭିଚାରୀର ଶାସ୍ତି ମୃତ୍ୟୁ। ଗୋରି ହୋଇ ଝିଅଟିଏ ଟୋକୁଙ୍ଗାଲୁ ଗୋଡ଼ ହାତ କୁନ୍ଦିଲା ପରି। କାନ୍ଧର ଟାଙ୍ଗିଆ ହାତକୁ ଚାଲି ଆସିଲେ ସେ ଅଦ୍ଭୁତ ଦକ୍ଷତା ଦେଇପାରେ। ଅଗନାଗ୍ନି ବନସ୍ଥ ଭିତରେ ଦିଘର ଥାଇ ଗାଁ। ବଣର ବୋହୂ, ବଣରେ ସମସ୍ୟା ହିଁ କହିଲା। ତା ଦେଢ଼ଶୁର କଡ଼ନ୍ଧ ଗୋଟାଏ ବାହାରିଟିକୁ ଗୁଲି କଲା।
ବାହାରିଆ ହାଣ୍ଡିଆ ହୋଇ ବୁଦାରେ ଲୁଚିଲା। କୁଣ୍ଡନ ପଡ଼ିଗଲା। ବାରିହା ତା ଡେବିରି ବାହାକୁ କାମୁଡ଼ି ପକାଇଲା। ବାରିହା କୁଣ୍ଡନ ଠେଲାପେଲା ହେଉ ହେଉ ବାରିହାର ପ୍ରାଣ ଛାଡ଼ିଗଲା। କନ୍ଧ ତା ଘାରେ ବଣରେ ଚେରମୂଳ ବାଟି ବାନ୍ଧି ଦେଇଛି। ଗଲା ରାତିଯାକ ମହାବଳ ଏ ବଣରେ ଗର୍ଜନ କରୁଥିଲା। ଖାଇବାକୁ ଆମ୍ବ କୋଇଲି ଅଛି ଆହୁରି, କିନ୍ତୁ ପିନ୍ଧିବାକୁ ଆଉ ନାହିଁ। ଏ ଖଣ୍ଡକ ବି ଭିଣା ହୋଇଯାଇଛି। ରାଶି ପାଚିଲେ ବିକା ହେଲେ, ଟଙ୍କା ଆସିଲେ 3 ଟଙ୍କା ଦେଇ ସେ ବୁଲାବିକାଳି ଡମ୍ବ ଆସିଲେ ତାଠୁ ବେଢ଼େ ହେବା ଲୁଗା ଖଣ୍ଡେ କିଣିବ। ରହିଲା ଟୋକୁଙ୍ଗାଲୁ, ରହିଲା ସେ ଟିକି ଗାଁଟି। ଆହୁରି କୋଶେ ଗଲା ପରେ ହଠାତ୍ ସମତଳ ବଣ ସରିଯାଇ ଖାଲୁଆ ବିଲ ପଡ଼ିଲା। ତାପରେ ଚନ୍ଦ୍ରପୁର ବସ୍ତି, 62 ଘର, ଅଧିକାଂଶ ପାଇକ। ଏଠି 15 କୋଶ ଭିତରେ ଡାକ୍ତରଖାନା ନାହିଁ, ଡାକଘର ନାହିଁ। ସ୍କୁଲ ଘର ମାଟିରେ ମିଶିଛି। ଏଠି 5 କୋଶ ଦୂରରେ ଗଞ୍ଜାମର ଗଦାପୁର। ସେଠି ଶିକାରୀ ମାହାଜଙ୍ଗଲରେ 100 ଘର ହାତୀ ଘର କରିଛନ୍ତି। ସେମାନେ ଏଠିକି ଚରିବାକୁ ଆସନ୍ତି। ବାଣୁଆ ବାନ୍ଧିକି ଏକା ଗାଁରେ 25 ଜଣ। ସେମାନଙ୍କ ନେତା ଦାମୋଦର ପାତ୍ର, ଓସ୍ତାଦ ବାଣୁଆ। ବହୁତ ବାଘ ମାରିଛନ୍ତି, କିନ୍ତୁ ତାଙ୍କରି ରାଇଫଲିଂ ନାହିଁ। ଓଡ଼ିଆ ନଳି, ଜାମକୀ ନେଳି, ବନ୍ଧୁକ ଛଡ଼ା ଆଉ କିଛି ଏଠି ମିଳିବ ନାହିଁ। ତଥାପି ସାହସ କମ୍ ନୁହେଁ କାହାରି। ଦାମୋଦର ପାତ୍ର, ଅନନ୍ତ ପାତ୍ର, କରଣ ପାତ୍ର, ପୁନିଆ ମହାପଧାନେ, ସୋମା ବେହେରା, ସୀମାଦ୍ରି ରାଜୁ, ଅଗାଧୁ, ଏଇସବୁ ବଣୁଆ ସମସ୍ତେ ଏକାଠି ହୋଇ 30 ହାତ ଦୂରରୁ ବଣୁଆ ହାତୀ ଉପରକୁ ଢୁଡ଼ା ଢୁଡ଼ା ଗୁଳି ଫୁଟାନ୍ତି। ବହୁତ ଫୁଟାଇଲା ପରେ ହାତୀର ମନେ ହେଲେ ହାତୀ ଦୟାକରି ଗୋଟିଏ କିଆରୀ ଛାଡ଼ି ଆର କିଆରୀକୁ ଚାଲିଯାଏ। ଆଗେ ଏଠି ଗାତ ଖୋଳି ହାତୀ ରହୁଥିଲେ, ଆଉ ଧରା ଦେଉନାହାନ୍ତି। ଧାଇଁ ଆସିଲେ ସମସ୍ତେ। ସମସ୍ତଙ୍କ ତୁଣ୍ଡରେ ଆଜ୍ଞା ଆଜ୍ଞା। ନୂଆ ହେଇ ତୋଳା ହୋଇଛି ସରକାରୀ ଗୋଦାମ ଘର। ଦାମୋଦର ପାତ୍ର ତୋଳାଇଛନ୍ତି। ସେଠି ଧାନ ଋଣ ଦିଆଯାଇ ଲୋକଙ୍କ ଅଭାବ ଦୂର କରାହୁଏ। ତାହାରି ଓସାରି ଅଣାରେ ସମସ୍ତେ ରୁଣ୍ଡ ହେଲେ। ସୁନ୍ଦର ପକ୍କା କୂଅଟିଏ ବି ହୋଇଛି। ଘନଘଟା ନାହିଁ, କେବଳ ଅଛି ଆନ୍ତରିକ ପ୍ରାର୍ଥନା। ପ୍ରାରମ୍ଭିକ ଅଭ୍ୟର୍ଥନା ସରିଲା। ନାହିଁ ନିଅନ୍ତି ନାହିଁ। ସେ ଦେଖି ଖୁସି ହୁଅନ୍ତି। ଚନ୍ଦ୍ରପୁର ସର୍ବସ୍ୱଦାନ ଘୋଷଣା କରିଛି। ନାଳି ସଡ଼କଠୁ ବଣପର୍ବତ, ନଈନାଳ ଡେଇଁ 30 ମାଇଲ ଦୂରରେ ଅଗନାଗ୍ନି ବଣ ଭିତରେ ଏଠି ଭୂଦାନର ହୋମଯଜ୍ଞ ଜଳି ଉଠିଛି। ହସି ହସି ଚାଲି ଆସୁଛନ୍ତି କୁଳବୁଦ୍ଧ, ଟାଙ୍ଗାରାଙ୍ଗା, ରାହାଙ୍ଗା ପାଟୁମାଝି, ବାଳିଗାର ପାଟୁମାଝି, 15 ଖଣ୍ଡ କନ୍ଧ ଗାଁ ଉପରର ସର୍ଦ୍ଦାର। ସାହେବପରି ସେଥା ଗୋରା ରାହାଙ୍ଗା ପାଟୁମାଝି। ଝପ୍ଟୁ ଉପରେ ଡେଙ୍ଗା, କସରା ଗୋଲାପୀ ରଙ୍ଗର ନିଶ, କୁଞ୍ଚୁ କୁଞ୍ଚିଆ ହଳଦିଆ ବାଳ, 80 ବର୍ଷର ହସ ହସ ପ୍ରଶାନ୍ତ କନ୍ଧ ଭଦ୍ରଲୋକ। ପିନ୍ଧିଛନ୍ତି ଖାଲି ଖଣ୍ଡିଏ କୌପିନି। ବାନ୍ଦିରି ଏଠୁ 3 କୋଶ ଉତ୍ତରକୁ। ତେଣେ ବେଶୀ ହାତୀ ଭୟ, ବେଶୀ ବାଘ ଭୟ। 82 ଘର କୋଟିଆ କନ୍ଧ, ବଡ଼ ବସ୍ତି, କିନ୍ତୁ ସ୍କୁଲ ନାହିଁ। ଯିବୁ ନାହିଁ ଆମ ଗାଁକୁ? କହୁଥିଲୁ ପରା ଦାନ ଦେଖିବାକୁ ଯିବୁ। ଚାଲ ଦେଖିନେ। ଆମେ ତ କେତେ ବର୍ଷ ହେଲା ଭାଗ କରି ନେଇଥିଲୁ। ଯେମିତି ଆମ ଗାଁରେ ସମସ୍ତଙ୍କର ଟିକିଏ ଟିକିଏ ଜମି ଥାଉ, କାହାରି ଅଭାବ ନଥାଉ। ଦେଖ ବାବୁ, ଏ ତ ଆମ ପୁରୁଣା କନ୍ଧ ରୀତି। ଏକାଠି ତାସ କର, ପାଚିଲେ ସମସ୍ତେ ବାଣ୍ଟି ଖାଅ। ଜଣେ ଲୋକ ସମସ୍ତଙ୍କର ହେଲେ ସିନା ଭଲ, ଏକା ଜଣଙ୍କର ହେଲେ ଭଲ କି? ତୋ ମନ ହେଉଛି ଆ ଲେଖିଦେ। ଆମ ଗାଁଟା କାହିଁକି ବାଦ ପଡ଼ିଯିବ? ଏକା କ'ଣ ଆମ ଗାଁ? ସେ ପାଖେ କୁତାମାମି ଲେଖେଇଦେବ, ରାଜ୍ୟଯାକ ଲେଖେଇଦେବେ। ଆମ କନ୍ଧ ବୁଢ଼ା ବୁଢ଼ା ଯାହା କହୁଥିଲେ, ତୁମେ ଏବେ ସେଇଆ କରୁଛ। ଲୋକ ବାଣ୍ଟି କୁଣ୍ଟି ଖାଇବେ, କାହାରି ଅଭାବ ରହିବ ନାହିଁ। ଏ ତ ଭାରି ଭଲ କଥା। ଯିବା ତୁମ ଗାଁକୁ ପାଟୁ ମାଝି କହିବୁ ଯଦି ଏବେ ଚାଲ। ହଁ, ଏବେ ଯିବା। ଆ ମୋ ପଛେ ପଛେ। ତୁ ଯଦି ଦେଖା ପଡ଼ିଗଲୁ ତ ଛାଡ଼ିବ କାହିଁ? ସାଙ୍ଗରେ ଆ। ଚାଲିଲେ ଭୂଦାନ କର୍ମୀ। ବିଶ୍ରାମ ପାଇଁ ଅବକାଶ ନାହିଁ, ଇଚ୍ଛା ବି ନାହିଁ। ହଠାତ୍ ମନେ ପଡ଼ିଲା ଶିବ ଭାଇ। ଜଗନ୍ନାଥ ଭାଇ ଆପଣାକୁ ଆପେ ପଚାରିଲେ। ନଈ ପାରି ହୋଇ ଭୀଷଣ ଅରଣ୍ୟ ଭିତରେ ପାଟୁମାଝି ପଛେ ପଛେ ଚାଲିଲା ବେଳକୁ କାହିଁକି ଖାଲି ବାଟେ ବାଟେ ଦିଶି ଯାଉଛି ଶିବ ଭାଇ? ହଁ, ଏଇ ପାଟୁମାଝି ସହିତ ତାର ସାଦୃଶ୍ୟ ଅଛି, ଯଦିଚ ନୁହେଁ। 2 ବୟସର, 2 ସ୍ଥାନର, 2 ପ୍ରକାରର କନ୍ଧ। ଜଣେ ପଦାଦେଶିଆ ନାହିଁ ବୋଲି କହିଲେ କହିବ ଆଃ ଏ, ଆଉ ଜଣେ ଟେଟ୍ରିଆ କୋଟିଆ ନାହିଁକୁ କହିବ ବାଏଁ, ଭିନେ ବୋଲି। ସାଦୃଶ୍ୟ ବା କେଉଁଠାରର? ଛିଲିକାଏ ଖାଲି। ଏମିତି ତାର କପାଳ, ଏମିତି ହସ, ଏମିତି ଏକ ଶାନ୍ତ ମଧୁରତା। ଆପଣାଠୁ ଜଗତ ଉପରକୁ ଉତୁରି ପଡ଼ିଲା ପରି ଏକ ସହଜ ବନ୍ଧୁତା ଶିବଠି ବି ଥିଲା। ସେ ଥିଲେ ବି ଏମିତି ହସି ହସି ବାଟ ଚାଲୁଥାନ୍ତା। ଆଗେ ଆଗେ ବାଟରେ କଣ୍ଟାଟିଏ ପଡ଼ିଥିଲେ ଗୋଟାଏ ଫୋପାଡ଼ି ଦିଅନ୍ତା, ଡାଙ୍ଗଟିଏ ଆଙ୍ଗୁଳିରେ ଭାଙ୍ଗି ଦିଅନ୍ତା କି ମୋଡ଼ି ଦିଅନ୍ତା।
ଯେମିତି ପଛ ଲୋକର ଦେହରେ ନ ଲାଗୁ କଥା ଗପି ଗପି ବାଟ କଢ଼ାଉଛନ୍ତି ପାଟୁମାଝି। ସୁନ୍ଦର ନା ଟାଙ୍ଗାରାଙ୍ଗା ରାହିଙ୍ଗା ପାଟୁମାଝି। ସୁନ୍ଦର ମଣିଷ, ଚେହେରା ଯେମିତି କଥା ସେମିତି। ସୁନ୍ଦର ମଣିଷ ଶିବ ଭାଇ ଆଉ ତାର ସ୍ତ୍ରୀ ମୁକ୍ତା। ଶିବ ଭାବିବ ଆଗ ପରର ଭଲ କେମିତି ହେବ, ପଛେ ନିଜ କଥା। କାଳିଆ ଭାଇ ଜମି ଛାଡ଼ିଦେଲା ଗୋଦାମ ଘର ତୋଳାଇବାକୁ, ପୁଣି ଆଶ୍ରମ ଘର ତୋଳାଇବାକୁ, ପୁଣି ଭୂଦାନକୁ ଅଧେ ଜମି ଦେଲାଣି। କିନ୍ତୁ କାଳିଆ ଭାଇ ଶିବ ଭାଇ ଭିନେ। କାଳିଆ ଭାଇ କ୍ଷତ୍ରିୟ ହେଲେ ଶିବ ଭାଇ ବ୍ରାହ୍ମଣ। ଜଣେ ଦେହ ବଳରେ ବିଶ୍ୱାସ କରେ, ଜଣେ ଆତ୍ମା ବଳରେ। ଶିବ ଭାଇ ନିରୀହ, କାଳିଆ ଭାଇ ବୁଦ୍ଧିମାନ। ଆଜି ବେଶୀ ବେଶୀ ସେହି ମନେ ପଡ଼ୁଛି। ସେ ବି ଭୂଦାନ କର୍ମୀ। ଅପାଙ୍କ ସଙ୍ଗେ ଗାଁ ଗାଁ ବୁଲି ଲୋକଙ୍କୁ କହେ, ଭୂମିହୀନକୁ ଭୂମି ବାଣ୍ଟିବା ଆବଶ୍ୟକ। ତୁମର 3 ପୁଅ ଥିଲେ ଆମକୁ ବିଚାର 4ଥ ପୁଅ ବୋଲି ଦାନ ଦିଅ। ଏ ଏକ ବିରାଟ ଆନ୍ଦୋଳନ। କେତେ ଶିବ ଭାଇ ଆବଶ୍ୟକ ଜଣେ ନୁହେଁ, ଜଗନ୍ନାଥ ଭାଇ ଭାବୁଥିଲେ। ଏ ଆନ୍ଦୋଳନର ଉଦ୍ଦେଶ୍ୟ ନୁହେଁ ଯେ ସଂସାରରେ କେତେ ଜଣ ଲୋକ ହିଁ ମହାପୁରୁଷ କି ମହାନେତା ହୋଇ ସମସ୍ତଙ୍କୁ ଚଳାଉଥିବେ, ଅନ୍ୟ ସମସ୍ତେ ତାଙ୍କରି ନାଁଠିରେ ନାଚୁଥିବେ। ୟା ଉଦ୍ଦେଶ୍ୟ ଯେ ତୁଣ୍ଡରେ କହି କାର୍ଯ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଉପରେ ପ୍ରଭାବ ପକାଇ ସମସ୍ତଙ୍କୁ ମହାପୁରୁଷ କରିବାକୁ ହେବ। ବଡ଼ କାମ, କଷ୍ଟ କାମ। ଶାନ୍ତି ଓ ଅହିଂସାର କର୍ମୀମାନେ ଯେ ଯେତେ ଅଛନ୍ତି, ଯେଉଁଠି ସମସ୍ତଙ୍କଠି ସେ ଏକାଧାର ତ୍ୟାଗ ବରଣଙ୍କର ସତ୍ୟ ପ୍ରତିଷ୍ଠା କରିବାର ଆଦର୍ଶ। ସେହି ସମୁଦ୍ରରେ ଆପଣର ସତ୍ତା ହଜେଇ ଦେଇ ବି ସେ ବି ହୁଏ ଅନନ୍ତ। ଦେଖେ ଯେହୁ ସର୍ବଭୂତ ଆପଣ ଆତ୍ମାରେ ସତତ। ନିଜକୁ ଦେଖେ ସର୍ବେ ଭୂତ ଲୋଚନଇ ନାହିଁ କେବେ ଚିତ୍ତେ। ଏ ସହଜ ସାଧନା କରିପାରିଛି ମାଳର ଗନ୍ଧ। ଭୂମିହୀନ ଅଭାବୀ ଲୋକର ଦୁଃଖ ବିନ୍ଧୁଛି 80 ବର୍ଷର ପାଚିଲା କନ୍ଧ ଟାଙ୍ଗାରାଙ୍ଗା ରାହିଙ୍ଗା ପାଟମାଝିକୁ ଶିବ ଭାଇ ମନେ ପଡ଼ୁଛି। ଆଉ ଯେତେ ଭାଇ ଅପା ସମସ୍ତେ ମନେ ପଡ଼ୁଛନ୍ତି। କିଏ ମ୍ୟାଲେରିଆ ଜ୍ୱରରେ କତର ଲାଗି ହୋଇ ମାସ ମାସ ପଡ଼ିଗଲେ ବି ଆଦର୍ଶରେ ରହିଛି ଅଟଳ। ଭାବି ଭାବି ଚାଲିଛନ୍ତି ଜଗନ୍ନାଥ ଭାଇ। ଘଞ୍ଚ ଶାଳବଣ ସନ୍ଧିରେ ବାଟ ପଡ଼ିଛି ଡେଙ୍ଗା ଘାସର ବହଳ ବଣ ତଳେ ତଳେ। କେତେଥର ଜନ୍ତୁ ଚାଲିଛି ଆଗେ ଆଗେ, କେତେଥର ସାମ୍ନା ବାଟରେ ଏକରୁ ସେକର ବାଘ ଡେଇଁ ଯାଇଛି। କେତେଥର ବାଟକରରେ ଗଛମୂଳେ ସେ ଜ୍ୱରରେ ପଡ଼ି ରହିଛନ୍ତି। ଲାଗିଛି ପ୍ରାଣବାୟୁ ଉଡ଼ିଯିବ ପରା ଏଥର। ବାଘ ହାତୀଙ୍କ ଚଲାବାଟ ବଣରେ ଅନ୍ଧାରେ ଅନ୍ଧାରେ ସେ ହାଡ଼ କେଇଖଣ୍ଡିକୁ ଟେକି ନେଇ ଚାଲିଯିବା କିଛି ବଡ଼ କଥା ହୋଇନଥାନ୍ତା। ତାପରେ ଜଳ ଅଳ୍ପ ଓହ୍ଲେଇଲା। ମଣିଷ ଚାଲି ନାହିଁ, ଭାବଧାରା ଚାଲିଛି, ଢେଉ ଚାଲିଛି, ଆଲୁଅ ଚାଲିଛି ବଣ ଭିତରକୁ। ଅଜ୍ଞାନ ଓ ଅସଭ୍ୟତା ଭିତରକୁ ଥାଉ, ସେ ବଣ ଭିତରେ କି ସହର ଭିତରେ, ସବୁ ଘଟାରେ ଏକ ଆଦର୍ଶର ପ୍ରତିଛବି। ରାହିଙ୍ଗା ପାଟୁମାଝି କହିଲେ, ହେଇ ଆମ ଗାଁ ଦିଶୁଛି। ଆଗଥର ଯେତେବେଳେ ଆସିଥିଲୁ ସେତେବେଳେ ବାଘ ବୋବଉଥିଲା। ଆର ପାଖୁ ବଣ ଭିତରୁ କୁଟ୍ରା ବୋବଉଥିଲା। ମନେ ପଡ଼ୁଛି ନା? ସୂର୍ଯ୍ୟ ଥିଲା ବୁଡ଼ିବାକୁ ବାଡ଼ିଆ ଉପରେ। ଏଥର ବାଘ ବୋବାଉ ନାହିଁ। ଧର୍ମ ଦୟା କରିଛି, ଆମେ ଭୂଦାନ ଦବୁ କି ନା? ଗାଁର ଧର୍ମ ଥିଲେ ବାଘ ବି ହଟିଯିବ। ଅବିକଳ ଏହି କଥା କହି ଶିବ ଭାଇ ଜଗନ୍ନାଥ ଭାଇ ଭାବିଲେ, ଗାଁରେ ଧର୍ମ ଥିଲେ ବାଘ ବି ହଟିଯିବ। ପୁଣି ମନେ ପଡ଼ିଲା ତା କଥା। ସେ କହେ, ବାଘ ସିନା ମଣିଷକୁ ଧରି ଧରି ଖାଏ, ମଣିଷ ହୃଦୟରେ ଥିବା ଧର୍ମକୁ ଖାଇପାରେ କି? ଆତ୍ମାକୁ ଖାଇପାରେ କି? ଏତେ ଡର ଭୟ କାହିଁକି? ସତ ଧର୍ମକୁ କେହି କିଛି କରିପାରିବେ ନାହିଁ। ବଣର ମଣିଷ କେଉଁଠି ଶିଖିଲା ଏ ଦର୍ଶନ ଶାସ୍ତ୍ରର କଥା? ଜଗନ୍ନାଥ ଭାଇ ଆଶ୍ଚର୍ଯ୍ୟ ହୁଅନ୍ତି। ସେ ଅକ୍ଷର ଚିହ୍ନେ ନାହିଁ, ସେ ଗୁରୁ ପାଖେ ଚେକା ମାଡ଼ି ବସି ନାହିଁ। ତାର ସରଳ ହୃଦୟ ଭିତରୁ ମନକୁ ମନ ଭେଦି ଦେଇଛି ମହାଭାବ, ଯେପରିକି ସର୍ବ ପରିବ୍ୟାପ୍ତ। ଶିବ ଭାଇ ବଡ଼ ବଡ଼ କଥା କହେ। କେଉଁଠି ଜାଣିଲୁ ବୋଲି ଖୋଳି ତାଡ଼ି ପଚାରିଲେ ତୁନି ତୁନି କହେ। ମୁଁ ଯେତେବେଳେ କୌଣସି କଥାର ଉତ୍ତର ବାହାରେ ଖୋଜି ଖୋଜି ନ ପାଏ, ସେତେବେଳେ ଆତୁର ହୋଇ ଡାକେ, ମହାପୁରୁ କହିବେ, ମହାପୁରୁ କହିବେ, ମହାପୁରୁ କହିବେ। ଗାଁରୁ ଚାଲିଯାଏ ପଦାକୁ ଏକୁଟିଆ। କେହି ନଥିଲା ବେଳେ ମହାପୁରୁକୁ ସୁମରଣ କରେ। କହେ, ମୋତେ ଭୁଲାନା, ମୋତେ ବଣା କରି ବୁଲାନା। କହିଦେ ମହାପୁରୁ, ମୋର ହୃଦୟ ଭିତରେ କହିଦିଏ। ମୁଁ ସେହି କଥା ପଦାରେ କହେ। ଏମିତି ତାର ମହାପୁରୁ ତାକୁ କହିଥିଲା ଗାଁରେ କହିବାକୁ। କଳିଗୋଳ କର ନାହିଁ, ପରର ଧନକୁ ଲୋଭ କର ନାହିଁ, ମଦ ଖାଅ ନାହିଁ, ଗୋରୁ ମାର ନାହିଁ। ସବୁ ଜମି କୋଠା କରିଦିଅ, ଆଉ ଆବଶ୍ୟକ ଅନୁସାରେ ବାଣ୍ଟି ନିଅ। ବେଶୀ କାମ କର, ସୂତା କାଟ, ସଫା ହୁଅ, ପିଲାଙ୍କୁ ବାଡ଼ ପଠାଇବାକୁ ଇସ୍କୁଲ ପଠାଅ। ଏମିତି କେତେ କଥା ଲୋକେ ଶୁଣିଥିଲେ ଏ ମାଳରେ। ତେଣୁ ଗୋଟାଏ ଦୀପରୁ କେତେ ଦୀପ ଲାଗିଛି। ଗୋଟାଏ ଶିବ ଭାଇ ଦେଖିଦେଇ କେତେ ଶିବ ଭାଇ ତିଆରି ହୋଇଛନ୍ତି। ସତ୍ ଧର୍ମର ଜୟ ହୋଇଛି। ପଛଆଡ଼ୁ ଟାଙ୍ଗାରାଙ୍ଗା ରାହିଙ୍ଗା ପାଟୁମାଝି ହସି ହସି କହିଲେ, ଖାଲି ତୁଣ୍ଡରେ ଶରଧା ଚଳୁ ନାହିଁ, ୟାକୁ କାହିଁକି ଡାକି ଆଣିଲେ ଜାଣିଛଟି? ଯେଉଁ କଥା ତମକୁ କହିଥିଲି, ସେ ନିଜ ନିଜର ଯେତେ ଭୂମି ବାଡ଼ି ଅଛି ନିଜର ବୋଲି କିଛି ନ ରଖି ସବୁ ଲେଖିଦେବ ଏଇ ଦାଢ଼ିଆ ବାବାଜୀ ନାଁରେ। ଯାହାର ଛବି ତୁମକୁ ଦେଖାଉଥିଲି, ଯାହା ନାଁ ବିନ ମହାପ୍ରଭୁ, ସେ
ସେ କି ପରଲୋକ କି ଏହି ଜଗନ୍ନାଥ ଆଜ୍ଞା ଯେ ହେଲେ ଆସି ଗାଁ ଯାକର ସମସ୍ତଙ୍କ ଜମିକୁ ଆମକୁ ବାଣ୍ଟିଦେବ। ଭୂମି ନଥିବା ଲୋକଙ୍କୁ ପଦାରୁ ଆଣି ଆମ ସଙ୍ଗେ ମିଶାଇ ଦେଇ ମଧ୍ୟ ତାଙ୍କୁ ବାଣ୍ଟିଦେବ। ଆମ ଗାଁରେ କେହି ଧନୀ ରହିବ ନାହିଁ, କେହି ଗରିବ ରହିବ ନାହିଁ, ସମସ୍ତେ ହେବେ ଭାଇ ଭାଇ। କେତେ ଗାଁ ତ ଏମିତି ହେଲାଣି, ଆମ ଗାଁ ବି ହେବ। ସରକ ବୁଦାମ କି ସରକ ବୁଦାମ, ଆମେ କାହିଁକି ପଛରେ ପଡ଼ିଯିବା? ବୁଢ଼ୀ ଜଣେ କହିଲା। ସତ ତ, ଆମେ କାହିଁକି ପଛରେ ପଡ଼ିଥିବା? କେଇଟା ଦିନକୁ କି କଳି, ସବୁ ଲୋକର ସୁଖରେ ସିନା ସୁଖ, ସୁସ୍ଥି ଜଣଙ୍କ ସୁଖରେ କି ସୁସ୍ଥି? ରାଜ୍ୟର ସୁସ୍ଥି, ପୃଥିବୀର ସୁସ୍ଥିରେ ସିନା ସବୁ ସୁଖ। ଲେଖିଦିଅ ସବୁ, ନୂଆ ଯୁଗ ଆସୁ। ପୁଣି ଆନନ୍ଦର ଲହଡ଼ି ଖେଳିଗଲା। କୌପିନି ପିନ୍ଧା କନ୍ଧ କୁଦାମାରି ପାଟି କଲେ, ସବୁ ଲେଖିଦେବା ସରବ ବୋଦାମ। ଗୋତି ନାହିଁ, ସାହୁକାର ନାହିଁ, ଧନୀ ନାହିଁ, ଦରିଦ୍ର ନାହିଁ, କଳି ନାହିଁ, ଗୋଳ ନାହିଁ, ଜଗତ ଯାକ ଭାଇ ଭାଇ, ସରବ ବୋଦାମ। ବିଶ୍ୱନାଥ ଆଜ୍ଞା ହୋ ହୋ ହୋଇ ହସି ଉଠିଲା। ଲାଗିଲା ଏଇଠି ବି ଅଗ୍ନି ଜଳୁଛି, ଚେତା ରହିଛି। ବାଘ ହାତୀ ମେଳରେ ଅବନାଗ୍ନି ବନସ୍ତ ଭିତରେ ଏ ବାନ୍ଦି ଗାଁରେ ଜଗତର ଉଦ୍ଧାର ଦୂର ନାହିଁ ତ ସତ୍ୟଯୁଗ ଆସିଲାଣି। କିଏ ତେବେ ଲଗାଇବ ଏଠି ଯୁଦ୍ଧ ଶାନ୍ତି? ମଣିଷର ଉଦ୍ଭୁତ ସ୍ୱାଧୀନ ମୁକ୍ତ ଆତ୍ମାକୁ ବନ୍ଦୀ କରିବ କିଏ? ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଶିବ ଭାଇର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକ୍ୟାଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।